ଆଜିକାଲି ମୋଟାରୁ ପତଳା ହେବାକୁ କିଏ ନ ଚାହାନ୍ତି। ଜଣେ ମୋଟା ବ୍ୟକ୍ତି ଏକ ବିଜ୍ଞାପନ ଦେଖିଲେ, ଗୋଟିଏ ସପ୍ତାହରେ 5 କିଲୋ ଓଜନ ହ୍ରାସ କର। ସେ ବିଜ୍ଞାପନଟି ଯେଉଁ କମ୍ପାନୀରେ ଦେଖାଯାଇଥିଲା ସେହି କମ୍ପାନୀକୁ ଫୋନ୍ କଲେ ଏବଂ ଜଣେ ମହିଳା ଉତ୍ତର ଦେଇ କହିଲେ, କାଲି ସକାଳେ 6ଟାରେ ପ୍ରସ୍ତୁତ ରୁହ। ପରଦିନ ସକାଳେ ଯେତେବେଳେ ମୋଟା ଲୋକଟି ଦ୍ୱାର ଖୋଲିଲା, ସେ ଦେଖିଲା ଯେ ଜଣେ ସୁନ୍ଦରୀ ଯୁବତୀ ବାହାରେ ଜଗିଂ ସୁଟ୍ ଏବଂ ଜୋତା ପିନ୍ଧି ପ୍ରସ୍ତୁତ ହୋଇ ଛିଡ଼ା ହୋଇଛନ୍ତି। ଝିଅଟି କହିଲା, ମୋତେ ଧରିକି ଦେଖାଅ, ତାପରେ ତୁମେ ମୋତେ କିସ୍ କରିପାରିବ। ଏହା କହି ଝିଅଟି ଦୌଡ଼ି ପଳାଇଗଲା। ମୋଟୁ ତା ପଛରେ ଦୌଡ଼ିଲା, କିନ୍ତୁ ତାକୁ ଧରିପାରିଲା ନାହିଁ। ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ ମୋଟୁ ତାକୁ ଧରିବାକୁ ଚେଷ୍ଟା କଲା, କିନ୍ତୁ ସେ ପାରିଲା ନାହିଁ। ସେ 5 କିଲୋଗ୍ରାମ ଓଜନ ହ୍ରାସ କଲା। ତାପରେ ମୋଟୁ 10 କିଲୋଗ୍ରାମ ଓଜନ ହ୍ରାସ କାର୍ଯ୍ୟକ୍ରମ ବିଷୟରେ କହିଲା। ପରଦିନ ସକାଳ 6ଟାରେ ଯେତେବେଳେ ସେ ଦ୍ୱାର ଖୋଲିଲା, ସେ ଦେଖିଲା ଯେ ସେଠାରେ ଗୋଟେ ଝିଅ ଛିଡ଼ା ହୋଇଛି, ପୂର୍ବ ଝିଅ ଅପେକ୍ଷା ଆହୁରି ସୁନ୍ଦର। ସିଏ ବି ଏକ ଜଗିଂ ସୁଟ୍ ଏବଂ ଜୋତା ପିନ୍ଧି ଛିଡ଼ା ହୋଇଥିଲା। ଝିଅଟି କହିଲା, ମୋତେ ଧରି ରଖ, ତାପରେ ତୁମେ ମୋତେ କିସ୍ କରିପାରିବ। ଆଉ ଏହି ସପ୍ତାହରେ ମୋଟୁ 10 କିଲୋଗ୍ରାମ ଓଜନ କମେଇଲା। ମୋଟୁ ଭାବିଲା, ବାଃ, କି ଏକ ମହାନ କାର୍ଯ୍ୟକ୍ରମ। କାହିଁକି 25 କିଲୋଗ୍ରାମ କାର୍ଯ୍ୟକ୍ରମ ଚେଷ୍ଟା କରିବୁ ନାହିଁ। ସେ 25 କିଲୋଗ୍ରାମ କାର୍ଯ୍ୟକ୍ରମ ପାଇଁ ରେଜିଷ୍ଟ୍ରି କଲା। ତେଣୁ ସେହି ମହିଳା ଜଣକ ଉତ୍ତର ଦେଲେ ଏବଂ କହିଲେ, ଆପଣ ନିଶ୍ଚିତ କି ନୁହେଁ, କାରଣ ଏହି କାର୍ଯ୍ୟକ୍ରମ ଟିକେ କଷ୍ଟକର। ମୋଟୁ କହିଲା, ହଁ, ମୁଁ ପ୍ରସ୍ତୁତ। ମୋଟୁ ତ ମନେ ମନେ ଲଡ଼ୁ ଖାଉଥିଲା। ସେ ଦୌଡ଼ି ଦୌଡ଼ି ଏତେ କିଲୋ କମେଇ ଦେଇଛି। ସେ ଭାବିଲା ଏଥର ସମସ୍ତଙ୍କୁ ଧରି ପକାଇବ। ପରଦିନ ସକାଳେ 6ଟାରେ ଯେତେବେଳେ ମୋଟୁ ଦ୍ୱାର ଖୋଲିଲା, ସେ ଦେଖିଲା ଯେ ସେଠି ଜଣେ ଝିଅ ଜଗିଂ ସୁଟ୍ ଏବଂ ଜୋତା ପିନ୍ଧି ଦ୍ୱାର ପାଖରେ ଛିଡ଼ା ହୋଇଛି। କଳା, ଅସୁନ୍ଦର ଆଉ ବହୁତ କଦର୍ଯ୍ୟ ଦେଖିବାକୁ ଝିଅଟି। ଝିଅଟି କହିଲା, ଯଦି ମୁଁ ତୁମକୁ ଧରିବି, ତେବେ ମୁଁ ତୁମକୁ କିସ୍ କରିବି। ଏତିକିରେ ତ ଆଉ। ବର୍ତ୍ତମାନ ମୋଟୁ ପୁରା ଭାଗ ମିଲ୍ଖା ଭାଗ। ସିଏ ଏମିତି ଦୌଡ଼ା ଦୌଡ଼ିଲେ ଯେମିତି ତା ଜୀବନରେ ବି ଦୌଡ଼ି ନଥିବ। ତ ସାଙ୍ଗମାନେ, ଯଦି ଗପଟି ଭଲ ଲାଗିଲା, ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।